ହାଏ ପିଲାମାନେ ସବୁ ଆମର ଯେଉଁ ଖରା ଛୁଟି ତୁମେ ମାନେ ଘରେ ଭଲରେ କଟଉଥିବ। ପୁଣି ଆଜି ତୁମମାନଙ୍କ ପାଇଁ ଫେର ଆଉ ଗୋଟିଏ ନେଇକି ଆସିଛି ଛୋଟିଆ କବିତାଟିଏ, ଛୋଟ ମୋର ଗାଁ ହେଲା। ଏଇ ବିଷୟରେ ଆମର ସଚ୍ଚିଦାନନ୍ଦ ରାଉତରାୟ, ସେ ହେଉଛନ୍ତି ଆମର ଜଗତର କବି। ସଚ୍ଚିଦାନନ୍ଦ ରାଉତରାୟ ଜଣେ ଉଚ୍ଚକୋଟୀର ସାହିତ୍ୟିକ ଭାବରେ ପରିଚିତ। ସେ କବିତା, ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ଇତ୍ୟାଦି ସାହିତ୍ୟର ସମସ୍ତ ବିଭାଗରେ ଲେଖନୀ ଚାଳନା କରିଛନ୍ତି। ପଲ୍ଲିଶ୍ରୀ, ବାଜି ରାଉତ, ପାଣ୍ଡୁଲିପି, ସ୍ୱର୍ଗତ ଇତ୍ୟାଦି କବିତା ଗ୍ରନ୍ଥ, ମଶାଣିର ଫୁଲ, ମାଟିର ତାଜ, ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ ଇତ୍ୟାଦି ଗଳ୍ପ ପୁସ୍ତକ, ଚିତ୍ରଗ୍ରୀବ, ତଳେ ମାଟି ଉପରେ ଆକାଶ, ସାଗର ତଳର ଢେଉ ଉପନ୍ୟାସ, ସାହିତ୍ୟର ମୂଲ୍ୟବୋଧ ପ୍ରବନ୍ଧ ପୁସ୍ତକ ତାଙ୍କର ସୃଷ୍ଟିର କେତୋଟି ଉଦାହରଣ। ନିଜର କୃତି ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଜ୍ଞାନପୀଠ ପୁରସ୍କାର ପାଇଛନ୍ତି। ଏହି କବିତାଟିରେ ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ କର୍ମମୟୀ ସରଳ ଗାଉଁଲି ଜୀବନର ନିକ୍ଷଣ ଚିତ୍ର ଦିଆଯାଇଛି। ଗାଁଟି କେତେ ମଧୁର ନା ତାର, ଗାଁ ପରିବେଶ କେତେ ବଢ଼ିଆ ଲାଗେ। ଗାଁର ପୋଖରୀ ତୁଟ, ଗାଁର ନଈ କୂଳ, ଗାଁର ନଈ ପଠା, ଗାଁର ମଶାଣି, ଗାଁର ଆମ୍ବ ତୋଟା, ଆଉ ଯେତେ ପର୍ବପର୍ବାଣି ସବୁ ଅଛି ପର୍ବ ହରିକା। ଆମର ଗୋଟିଏ ହେଲା ରଜ। ସେଇ ରଜ ସମୟରେ ଗାଁରେ ଯେଉଁ ସବୁ ଥିଲା ତୋଟାମାଳ, ସେଇ ତୋଟା ଦିହରେ ବାଗୁଡ଼ି ଖେଳ ହୁଏ, ଝିଅ ପିଲାମାନଙ୍କର ଦୋଳି ଖେଳ ହୁଏ। ସେଇ ଯେଉଁ ଗାଉଁଲି ଗୀତ, ସେଇ ଯେଉଁ ଆମର କବାଡ଼ି ଖେଳ ବା ବାଗୁଡ଼ି ଖେଳ ଆଜି ଆସ୍ତେ ଆସ୍ତେ ଲୋପ ପାଇଯାଉଛି। ସବୁ ଲୋପ ପାଇଲେ ବି ହେବ କ'ଣ, ତଥାପି ଆମର କବି ସଚ୍ଚିଦାନନ୍ଦ ରାଉତରାୟ ଆମର ଛୋଟିଏ ଗାଁ ପ୍ରତି ତାଙ୍କର କେତେ ଲୋଭମାୟା ରହିଛି, ସେଇ ବିଷୟରେ ସେ ଗୋଟିଏ ଲେଖିଛନ୍ତି ଗୀତ। ସେ ଗୀତଟି ମୁଁ ଆବୃତ୍ତି କରୁଛି ହେଲା, ତୁମେମାନେ ଶୁଣ। ଛୋଟ ମୋର ଗାଁଟି, ଭୂଗୋଳ ପୋଥି ପତରେ ପଛେ ନଥାଉ ତାର ନାଁଟି। ଛୋଟ ମୋର ଗାଁଟି, ମାଟିର ସେଇ ସରଗ ମୋର, ସେଇଠି ଅଛି ମୋଷଠି ଘର। ଚଳିବ ପୁଣି ସେଇଠି ସେ ମୋରି ଚିତା ନାଁଟି। ଛୋଟ ମୋର ଗାଁଟି। ଏଇ ଛୋଟିଆ ପଦଟିଏ ମୁଁ ତୁମକୁ ଆଜି ବୁଝାଉଛି। ସେ କହୁଛନ୍ତି କବି ଯେ ମୋର ଛୋଟ ମୋର ଗାଁଟି, ମୋ ଗାଁ ଗୋଟିଏ ଛୋଟିଆ ଗାଁଟି। ଭୂଗୋଳ ପୋଥି ପତରେ ପଛେ ନଥାଉ ତାର ନାଁଟି। ଭୂଗୋଳ ବହିରେ ଏବେ ଭୂଗୋଳ ଆମର ସାରା ଭାରତ ଦେଶରେ ଓଡ଼ିଶା ଭିତରେ ତାର ନାଁଟି ନଥାଉ, କିନ୍ତୁ ସେ ମୋର ଛୋଟିଆ ଗାଁଟି। ମାଟିରେ ସେଇ ସରଗ ମୋର, ସେଇ ଯେଉଁ ମାଟି ଯେଉଁ ରହିଛି ସେଇ ଗାଁର ମାଟି, ସେ ମୋ ପାଇଁ ହେଉଛି ସ୍ୱର୍ଗ। ସେଇଠି ରହିଛି ମୋର କ'ଣ ନା ମୋ ଷଠି ଘର। ମୁଁ ସେଇ ଷଠି ଘରେ ଜନ୍ମ ନେଇଛି। ଆଗେ ଯେଉଁ ଥିଲା ଷଠି ଘର, ପିଲାଟି ଏନ୍ତୁଡ଼ିଶାଳରେ ଜନ୍ମଗ୍ରହଣ କରୁଥିଲା। ସେଠି ଷଠି ଘର ବୋଲି ତା ଯେଉଁ ଜନ୍ମ ଜାଗାରେ କିନି ତା'ର ସେଠି ଆମର ନିଆଁ ବା ଯେଉଁ କାଠ ପଡ଼ିକି ନିଆଁ ଜଳୁଥିଲା, ପ୍ଲସ୍ ଷଠି ଘରଟିଏ ତିଆରି କରୁଥିଲା। ପିଲାଟି ସେଇଠି ସେକା ହେଉଥିଲା। ସେଇଟା କୁହାଯାଏ ଷଠି ଘର। ସେଇଠି କଉଡ଼ି ଆଉ ସବୁ କିଛି ଦ୍ୱାରା ସେ ଦେଖିବେ, ଏବେ ବି ମାଟି ଘର ମାନଙ୍କରେ ଦେଖିବେ ସବୁ ଲାଗିଥିବ, କଉଡ଼ି ସିନ୍ଦୁର ଦେଇକି ପୂଜା କରାଯାଉଥିବ। ତାକୁ କୁହାହେଉଥିଲା ଷଠି ଘର ବୋଲି ହେଲା। ସେଇ ଷଠି ଘରରେ ମୁଁ ମାଟି ଘରେ ବା ଷଠି ଘରେ ମୁଁ ଜନ୍ମଗ୍ରହଣ କରିଛି। ଜଳିବ ପୁଣି ସେଇଠି ସେ ହେଲା। ସେ କ'ଣ କହୁଛନ୍ତି ନା, ଜଳିବ ପୁଣି ସେଇଠି ସେ ମୋରି ଚିତା ନାଁଟି। ଛୋଟ ମୋର ଗାଁ, ମୁଁ ସେଇଠି ଜନ୍ମ ହେଇଛି। ମୁଁ ସେଇ ଗାଁ ମଶାଣି ଦେହରେ କ'ଣ ମୋର ଚିତା ଜଳିବ। ମଣିଷର ଜୀବନ କାଳ ଭିତରେ 3 ଥର ଚିତା ଜଳେ। ଗୋଟିଏ ଜନ୍ମ କାଳରେ ଜଳେ, ପିଲାଟି ଜନ୍ମ ହେଲା ପରେ କାଠ 4 ଖଣ୍ଡରେ ଜଳାଯାଏ। ଦ୍ୱିତୀୟରେ ଜଳାଯାଏ ଆମର ବାହାବେଦୀ, ପିଲାଟି ଯେତେବେଳେ ବଡ଼ ହେଇକି ବାହାଘର ହୁଏ ସେଠି ହୋମ ହୁଏ। ଫେର୍ ଲାଷ୍ଟକୁ ଯେତେବେଳେ ସେ ମରିଯାଏ, ସେତେବେଳେ ଶ୍ମଶାନରେ ଶବ ଦାହ କରାଯାଏ। ସେଇ ଜାଗାରେ ହିଁ ତା'ର କ'ଣ ହୁଏ, ନିଆଁ ଜଳେ। ତେଣୁ 3 ଜାଗା ଆମର ଜୀବନ କାଳ ଭିତରେ ନିଆଁ ଜଳା ଯାଇଥାଏ। ତେଣୁ ଏଇଠିକି ଆମର କବି ତା'ର ଛୋଟିଆ ଯେଉଁ ପଦଟି ମୁଁ ଆଜି ବୁଝେଇଦେଲି, ଆଜି ସେତିକି। ଫେରେ ମୁଁ ତୁମକୁ ଦ୍ୱିତୀୟ ପଦଟି ବୁଝେଇବି ଆଉ ଦିନ ପାଇଁ ରହିଲା। ଏତିକି।